ଦେଖନ୍ତୁ ଆଜି 31 ଜୁଲାଇ 2024 ଆଜି ଓଏସ୍ଏସସି ଆଉ ଗୋଟିଏ ନୂଆ ନୋଟିସ୍ ଛାଡ଼ିଲା ଯେ ଟିଜିଟି ଯୋଉ ବାହାରିବାର ଥିଲା SC/ST ଡେଭଲପମେଣ୍ଟ ସ୍କୁଲ ଗୁଡ଼ିକରେ ତା ବର୍ତ୍ତମାନ ଅଗଷ୍ଟ 1ରୁ ଆଉ ଆପ୍ଲାଏ କରିହେବନି, ସେପ୍ଟେମ୍ବର 1କୁ ଘୁଞ୍ଚେଇ ଦିଅ। ବାରମ୍ବାର ଓଏସ୍ଏସସି କ'ଣ ପାଇଁ ଯେ ଏ ସମୟକୁ ପରିବର୍ତ୍ତନ କରୁଛି, ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ ତାଙ୍କୁ ନିର୍ଦ୍ଦେଶ ରହିଛି ସେ ଜାଣିଥିବେ, କିନ୍ତୁ ଯୋଉ ପିଲାମାନେ ଏଥିପାଇଁ ପ୍ରିପେୟାର ହେଉଥିବେ ସେମାନେ ଏଥିରେ ଡିମୋଟିଭେଟ୍ ହେଇଯିବେ, ଆଉ ପଢ଼ିବାକୁ ସେତେ ଇଚ୍ଛା ଲାଗିବ, କାରଣ କେବେ ଆସିବ ଏ ପୋଷ୍ଟ ଜଣା ନାହିଁ। ଦେଖନ୍ତୁ ଆଜିର ନୋଟିସ୍ ରହିଛି, ଅନଲାଇନ୍ ଆପ୍ଲିକେସନ୍ ଫର୍ ଦ ପୋଷ୍ଟ ଅଫ୍ ଟିଚର ଇନ୍ ଗଭର୍ଣ୍ଣମେଣ୍ଟ schools under SC/ST and SC development and and PCW department। ଦେଖନ୍ତୁ ସେଇ ସେମ୍ ନୋଟିସ୍ କରିଦେଲା ଯେ ଯୋଉଟା କି ନୋଟିସ୍ ଥିଲା 29/6/2024ରେ schedule of registration and re-registration submit of online application for filling of 2629 district grade post of different categories of teacher in government schools under SC/ST development। ଦେଖନ୍ତୁ କ'ଣ କଲା ନା ତାକୁ ପୁଣି ଆଉଥରେ ରିଭାଇଜ ସେଡ୍ୟୁଲ କରିଦେଲା। ଆଗରୁ ଥିଲା ଅଗଷ୍ଟ 1ରୁ ଆପ୍ଲାଏ କରିପାରିବେ ବା ରିରେଜିଷ୍ଟ୍ରେସନ ବା ରେଜିଷ୍ଟ୍ରେସନ କରିପାରିବେ, ପୁଣି ତାକୁ ପରିବର୍ତ୍ତନ କରିଦେଲା 1 ସେପ୍ଟେମ୍ବରରୁ ଷ୍ଟାର୍ଟ ହେବ ରେଜିଷ୍ଟ୍ରେସନ ବା ରିରେଜିଷ୍ଟ୍ରେସନ ଏବଂ ଏଣ୍ଡ ହେବ 25 ସେପ୍ଟେମ୍ବରରେ, ଏବଂ ଅନଲାଇନ୍ ଆପ୍ଲିକେସନ ଆରମ୍ଭ କରିବାର ଡେଟ୍ ରହିଗଲା ସେପ୍ଟେମ୍ବର 1ରୁ ସେପ୍ଟେମ୍ବର 30। ଏଭଳି ବାରମ୍ବାର ପରିବର୍ତ୍ତନ କରିବା କେତେ ଦୂର ଯୁକ୍ତିଯୁକ୍ତ ବା ଯଥାର୍ଥ ସେ ଗଭର୍ଣ୍ଣମେଣ୍ଟ ଜାଣେ, SC/ST ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଜାଣେ ତାଙ୍କର ଆବଶ୍ୟକତା ଅଛି ବା ଟିଚରର ଆବଶ୍ୟକତା ନାହିଁ, ଆଉ OSSC ଜାଣେ ପ୍ରକୃତରେ କ'ଣ ଆମେ ତ ଜାଣିନେ।